ତ ଦର୍ଶକ ବନ୍ଧୁ, ସାମ୍ପ୍ରତିକ ବନ୍ୟା ପରିସ୍ଥିତି ଅଞ୍ଚଳରେ ଚାଷୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ତ ଦର୍ଶକ ବନ୍ଧୁ, ତ ସରକାର ତରଫରୁ ଏକ ପୋଷ୍ଟ ଜାରି ହୋଇଛି। ଯେଉଁ ବନ୍ୟା ପରିସ୍ଥିତି ଆପଣଙ୍କର ଯେଉଁ ଅଦିନିଆ ଆପଣଙ୍କର ଯେଉଁ ଲଘୁଚାପ ଜନିତ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ତ ଏହା ପାଇଁ ଆପଣ ସରକାର ତରଫରୁ ଆପଣଙ୍କର ମାର୍ଗଦର୍ଶିକା ଜାରି ହୋଇଛି। ଆସନ୍ତୁ ଏହା ବାବଦରେ ଏକ ପୋଷ୍ଟ ଜାରି ହୋଇଛି, ମୁଁ ଆପଣଙ୍କୁ ପଢ଼ି ଶୁଣାଉଛି। ମାତ୍ରାଧିକ ବୃଷ୍ଟିପାତ ହେତୁ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଆଦି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଫସଲ ସୁପରିଚାଳନା ପାଇଁ ଚାଷୀମାନଙ୍କୁ ନିମ୍ନୋକ୍ତ କୃଷି ପରାମର୍ଶ ପ୍ରଦାନ କରାଯାଇଛି। ଏକରେ ବିଭିନ୍ନ ଫସଲରେ ବୁଣାବୁଣି କାମ ସାମୟିକ ସ୍ଥଗିତ ରଖନ୍ତୁ। ଫସଲରେ ସାର ଓ କୀଟନାଶକ ପ୍ରୟୋଗ ବନ୍ଦ ରଖନ୍ତୁ। ବନ୍ୟା ଜଳ ନିଷ୍କାସିତ ହେବା ପରେ ଧାନ ବୁଣା ହୋଇଥିବା ଜମିରେ ଶତକଡ଼ା 50 ଭାଗରୁ ଅଧିକ ଗଛ ସଂଖ୍ୟା ଥିଲେ ବେଉଷଣ ନ କରି ହାଟରେ ଘାସ ବାଛି ଦିଅନ୍ତୁ। ଜମିରେ ଖେଳୁଆ କରି ଆବଶ୍ୟକ ଗଛ ସଂଖ୍ୟା ରଖନ୍ତୁ ଓ 25% ଅତିରିକ୍ତ ପଟାସ ସାର ପ୍ରୟୋଗ କରନ୍ତୁ। ଏହାର 15 ଦିନ ପରେ ଅନୁମୋଦିତ ଜୈବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ। ତାପରେ ହେଉଛି ବୁଣା ଧାନ ଜମିରେ 50%ରୁ ଅଧିକ ଗଛ ନଷ୍ଟ ହୋଇଥିଲେ ଜଳ ନିଷ୍କାସିତ କରି ଅପେକ୍ଷାକୃତ କମ୍ ଅବଧିର କିସମକୁ ଗାଲି ଗଜା କରି 8 ଧାଡ଼ିଆ କ୍ରମ ସିଡର ସାହାଯ୍ୟରେ 20 ସେମି ବ୍ୟବଧାନରେ ବୁଣନ୍ତୁ। ମୂଳ ସାର ହିସାବରେ ସମ୍ପୂର୍ଣ୍ଣ ଫସ୍ଫରସ୍ ଓ 50% ପଟାସ ସାର ପ୍ରୟୋଗ କରନ୍ତୁ ଓ ବୁଣିବାର 15 ଦିନ ପରେ 50% ଜୈବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ। ତାପରେ ମାତ୍ରାଧିକ ବର୍ଷା ତଥା ବନ୍ୟା ପରେ ନାଳ, ନଦୀ ଓ କେନାଲ ନିକଟବର୍ତ୍ତୀ ତଳି ଘେରା ଓ ମୁଖ୍ୟ ଧାନ ଫସଲରେ ଲେଡ଼ା ପୋକର ପ୍ରାଦୁର୍ଭାବ ଦେଖାଯାଇପାରେ। ଏଥିପାଇଁ ଉପରୋକ୍ତ 4ରୁ 6 ଘଟିକା ମଧ୍ୟରେ ଏକର ପ୍ରତି 400 ମିଲି କ୍ଲୋରୋଫାଇଫସ୍ ଓ ସାଇପରମେଥିସ୍ କିମ୍ବା କୁଇନିଫର୍ସ ବା ସାଇପରମେଥିସ୍ ଅଥବା 300 ମିଲି ଲାମ୍ବଡା ହାଇପୋଥେଟିସ୍ 200 ମିଲି ପାଣିରେ 200 ମିଲିମିଟର ପାଣିରେ ମିଶାଇ ଫସଲ ଓ ଜମି ହୁଡ଼ାରେ ସିଞ୍ଚନ। ଲେଡ଼ା ପୋକ ଶୋକମାନେ ଗୋଟିଏ କ୍ଷେତ୍ରରୁ ଅନ୍ୟ କ୍ଷେତ୍ରକୁ ମାଡ଼ି ଯିବାର ସମ୍ଭାବନା ଥିବାରୁ କୀଟନାଶକ ସିଞ୍ଚନ ପରେ ଆକ୍ରାନ୍ତ କ୍ଷେତ୍ରରେ ଚାରିପଟେ ହିଡ଼ରେ ବହନ ଭାବରେ କ୍ଲୋରୋଫାଇରିଫସ୍ 1.5% ଗୁଣ୍ଡ ସିଞ୍ଚନ କରନ୍ତୁ। ଧାନ କିଆରୀ ନିକଟରେ ଆଲୋକ ଯନ୍ତା ବସାଇ ପୂର୍ଣ୍ଣାଙ୍ଗ ପୋକକୁ ଧରି ନଷ୍ଟ କରିଦିଅନ୍ତୁ। ଏହାପରେ ପନିପରିବା ତଳି ଘେରରେ ତଳି ସଢ଼ିଗଲେ ସଢ଼ା ତଳି ଉପାଡ଼ି ଦିଅନ୍ତୁ। ବର୍ଷା ପରେ ତଳି ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ଓ ମାଙ୍କୋଜେବ୍ କିମ୍ବା ସାଇ ମେକ୍ସୁନିଲ୍ ଓ ମାଙ୍କୋଡାଜିମ୍ ମାଟି ଓ ମୂଳରେ ସିଞ୍ଚନ କରନ୍ତୁ। ବର୍ଷା କମିଗଲା ପରେ ପନିପରିବା ଫଳରେ ସଢ଼ା ଡାଳ ସବୁ କାଟି ବାହାର ପକାଇ ଦିଅନ୍ତୁ। ମାଟି ମୂଳକୁ ଟେକି ଦିଅନ୍ତୁ। ତାପରେ ବର୍ଷା ପରବର୍ତ୍ତୀ ଅବସ୍ଥାରେ ପୋଟଳ, କଖାରୁ ଜାତୀୟ ଫସଲରେ ନିମ୍ନ ପତ୍ରସଢ଼ା ରୋଗ ଓ ଡଙ୍ଗପେଚା ରୋଗ ଦେଖାଗଲେ ପ୍ରତି ଲିଟର ପାଣିରେ 2 ଗ୍ରାମ ହିସାବରେ ମେଟ୍ରାଲିସ୍ ଓ ମାଙ୍କୋଡାଜିମ୍ ଆଜୋସ୍ଟିବିନ୍ ଅଦଳ ବଦଳ କରି 10 ଦିନ ଅନ୍ତରରେ ସିଞ୍ଚନ କରନ୍ତୁ। ଲାଷ୍ଟରେ ସମୃଦ୍ଧ କୃଷିରେ ପ୍ରସାରିତ କୃଷି ଉପକେନ୍ଦ୍ରଗୁଡ଼ିକ ବହୁଳ ମାତ୍ରାରେ ବ୍ୟବହାର କରନ୍ତୁ। ଅଧିକ ସୂଚନା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ବା ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର କୃଷି ଅଧିକାରୀ ଓ ସମୃଦ୍ଧ କୃଷି ଦେୟମୁକ୍ତ ନମ୍ବର 15533 ସହ ଯୋଗାଯୋଗ କରନ୍ତୁ। ଦର୍ଶକ ବନ୍ଧୁ, ଇଏ ତ ଆପଣଙ୍କୁ କହିଗଲି ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଆପଣଙ୍କର କ'ଣ କରିବା କଥା ଚାଷୀମାନଙ୍କ ପାଇଁ ସରକାର ତରଫରୁ ଗୋଟେ ମାର୍ଗଦର୍ଶିକା ଇଏ ଆପଣଙ୍କୁ କହିଗଲି। ପୁଙ୍ଖାନୁପୁଙ୍ଖ ପଢ଼ିକି ଆପଣଙ୍କୁ କହିଗଲି। ମୁଁ ଭାବୁଥିବି ଆଜିକାର ଏଇ ଯେଉଁ ମାର୍ଗଦର୍ଶିକା ଦେଖି ବୁଝିପାରିଥିବେ। ଦର୍ଶକ ମୁଁ ଭାବୁଥିବି ଆଜିକାର ଯଦି ଅପଡ଼େଟ୍କୁ ବୁଝିବା ସହିତ ଅନ୍ୟମାନଙ୍କୁ ସେୟାର କରନ୍ତୁ, ଏହା ବାବଦରେ କିଛି ଜାଣିପାରିବେ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ଏବେ ସୁଦ୍ଧା ଆମ ଚ୍ୟାନେଲ୍ ଅଛନ୍ତି ଆମ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ ଏବଂ ଶେଷରେ ମୋଟାମୋଟି କମେଣ୍ଟ କରନ୍ତୁ। ଦର୍ଶକ ବନ୍ଧୁ ରହିଲି, ନମସ୍କାର, ଜୟ ଜଗନ୍ନାଥ।